ଦେଇଛନ୍ତି ଅନ୍ୟ କଥା ନାହିଁ। ଆଉ ଗୋଟେ କଥା ଅଛି ଆମର ଯେ ଗୋଟେ ପ୍ରଚଳନ ଅଛି ଆମର, ତାହା ହଉଛି ଲୋକମୁଖରେ ପ୍ରଚଳନ। ନାନା ମୁନିଙ୍କର ନାନା ମତ, ଯତ ମତ ତତ ପଥ, ଏଇସବୁ କଥା ଅଛି ଆମର। ଯତ ମତ ତତ ପଥ, ନାନା ମୁନିଙ୍କର ନାନା ମତ, এই କଥା ଅଛି। ଅନେକ ମୁନି ଅଛନ୍ତି, ମାନନଶୀଳ ମୁନି, ଦାର୍ଶନିକ ମୁନି କହନ୍ତି ସେମାନେ। କଣ କହନ୍ତି? ଦାର୍ଶନିକ, ଫିଲୋସଫର କହନ୍ତି ଇଂରେଜୀରେ। ପ୍ରତ୍ୟେକ ଦାର୍ଶନିକଙ୍କର ସେମାନଙ୍କର ସ୍ୱ ଦର୍ଶନ ଅଛି, ସ୍ୱମତ ଅଛି, ସ୍ୱଦର୍ଶନ ଅଛି। ସେଥିପାଇଁ କହିଲେ ନାନା ମୁନିଙ୍କର ନାନା ମତ ଅଛି, ଆଉ ଯତ ମତ ତତ ପଥ। ଯେ ପ୍ରକାର ମତ ସେ ପ୍ରକାର ପଥ ଅଛି। ଯିଏ ଯୋଉ ମତକୁ ସ୍ୱୀକାର କଲା ସେଇ ପଥରୁ ଧରିଲା ତ ସେ ସେଇ କାମରେ ପହଞ୍ଚିବ, ଏ କଥା କହନ୍ତି। କିନ୍ତୁ ବାସ୍ତବ ତା କଥା ନୁହେଁ, ତା ଠିକଣା କଥା ନୁହେଁ। ଭଗବାନ ନିଜେ କହୁଛନ୍ତି ତାଙ୍କ ପାଖରେ ପହଞ୍ଚିବାକୁ ଗୋଟିଏ ପଥ, ତା ହଉଛି ଭକ୍ତି ପଥ। କର୍ମ ଜ୍ଞାନ ଯୋଗ ପଥ ନିରାଶ କରାଯାଇଛି। ବିଶେଷ କରି ମଧ୍ୟ କଳିଯୁଗ ପାଇଁ କୁହାଯାଇଛି। ହରେ ନାମ ନାମୈବ କେବଳଂ କଳୌ ନାସ୍ତିବ 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 ଗତିରନ୍ୟଥା। ଏ ସ୍ପଷ୍ଟ ଭାବେ କୁହାଯାଇଛି। କଳିଯୁଗରେ ଅନ୍ୟ ଗତି ନାହିଁ, ଅନ୍ୟ ଗତି ନାହିଁ, ଅନ୍ୟ ଗତି ନାହିଁ। ନାସ୍ତିବ ନାସ୍ତିବ ନାସ୍ତି, 3 ଥର କୁହାଗଲା। ଅନ୍ୟ ଗତି ନା, ଅନ୍ୟ ଗତି ନା, ଅନ୍ୟ ଗତି ନା। ହରେ ନାମୈବ କେବଳଂ, ଏକମାତ୍ର ହରିନାମ ଆଶ୍ରୟ। 3 ଥର କହିବାର ଉଦ୍ଦେଶ୍ୟ ବା ତାତ୍ପର୍ଯ୍ୟ ହେଉଛି, କଥା ଜୋର ଦିଆହଉଛି, ଆଉ 3ଟା କଥା ନିରାଶ କରାଯାଉଛି। କର୍ମ ଜ୍ଞାନ ଯୋଗ, କର୍ମପଥ, ଜ୍ଞାନପଥ, ଯୋଗ ପଥକୁ ନିରାଶ କରାଯାଉଛି। କେବଳ ଭକ୍ତି ପଥ, କେବଳ ନାମିକ ଶରଣତ୍ୱ କଥା କୁହାଯାଉଛି। ନାମ ନାମୀ ଅଭିନ୍ନ ପ୍ରଥମ କରି କୁହାଗଲା। ପ୍ରଥମ କରି ଏ କଥା କୁହାଯାଇଛି। ଶିକ୍ଷାଷ୍ଟକରେ ମହାପ୍ରଭୁଙ୍କ ଶିକ୍ଷାଷ୍ଟକୁ ଉଦ୍ଧାର କରି ଆମର ପରମାରାଧ୍ୟ ଗୁରୁ ତାଙ୍କ ଭାଷା ଆରମ୍ଭରେ କହିଛନ୍ତି, ନାମକାରୀ ବହୁଧା ନିଜ ସର୍ବଶକ୍ତି। ବହୁଧା, ବହୁ ନାମ, ଅସଂଖ୍ୟ ନାମ, ଅନଲିମିଟେଡ ନେମ୍ସ। ଭଗବାନ ଅନନ୍ତ ଅନନ୍ତ ନାମ ଅଛି ତାଙ୍କର, ଅନନ୍ତ ଶକ୍ତି ଅଛି ତାଙ୍କର, ଅନନ୍ତ ରୂପ ଅଛି ତାଙ୍କର। ଏସବୁ କଥା ଅଛି। ଅନନ୍ତ ରୂପ, ଅନନ୍ତ ନାମ, ଅନନ୍ତ ଶକ୍ତି, ଏ କଥା ରହିଛି, ସତ କଥା। କିନ୍ତୁ କୃଷ୍ଣ ନାମ ତାଙ୍କର ଅତି ପ୍ରିୟ ନାମ। କୃଷ୍ଣ ନାମ ଅତି ପ୍ରିୟ ନାମ ତାଙ୍କର। ସେଥିପାଇଁ ମହାଜନଗଣ, ସାଧୁ ମହାଜନଗଣ ଶାସ୍ତ୍ର ସେଇଥିପାଇଁ କୁହାଯାଇଛି। ଭାଷ୍ୟରେ ଆମର ପରମାରାଧ୍ୟ ଗୁରୁ ଶାସ୍ତ୍ର ରେକମେଣ୍ଡ ହୋଇଛି ନେମ୍ସ ୱି ସୁଡ୍ ଚାଣ୍ଟ, such as ହରେ କୃଷ୍ଣ 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 ହରେ ହରେ। It is not that we have to search for some other name or manufacture one. Rather we must follow the saintly persons and shastras in chanting his holy name. ଏ କଥା ଦିଆଯାଉଛି ସାଧୁ ମହାଜନଙ୍କର ଏ ମତ। ମହାଜନଗଣ ଯୋଉ ବାଟ ଦେଖିଛୁ, ମହାଜନଗଣ ଯୋଉ ନାମ କୀର୍ତ୍ତନ କରି ଯାଇଛନ୍ତି, ବିଶେଷ କରି ଏ ହରେ କୃଷ୍ଣ ମହାମନ୍ତ୍ର 16 ନାମ ଅଛି, ଭଗବାନଙ୍କ ନାମ। এই କଳିସନ୍ତ୍ର ଉପନିଷଦରେ ଦିଆଯାଇଛି, ବୈଦିକ ଶାସ୍ତ୍ରରେ ମହାନ କରି କଥା ଦିଆଯାଇଛି। ଶ୍ରୀମନ୍ ମହାପ୍ରଭୁ ସ୍ୱୟଂ ଭଗବାନ ଆସିଲେ, ସେ ମଧ୍ୟ এই ହରିକୃଷ୍ଣ ପ୍ରଭୁ କହିଲା ଇହ ମହାମନ୍ତ୍ର ଏହା ଆଗପଜ୍ଞା କରିଆ ନିର୍ଦ୍ଦଣ୍ଡ ଏହା ହଇତେ ସର୍ବସିଦ୍ଧି ହଇବେ ସଭା ସର୍ବକ୍ଷଣ ମନ ଏଥିରେ ବିଧି ନାହିଁ। ମହାପ୍ରଭୁ ନିଜେ କହିଲେ, ମୁଁ ଏ ମହାମନ୍ତ୍ର କହିଲି, ହରେ କୃଷ୍ଣ 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 ହରେ ହରେ হরে রাম 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 হরে। এই মহামন্ত্র ইয়াকে সর্বক্ষণ কীর্তন কর, ইয়াকে জপ কর, ইয়াকে স্মরণ কর, ସବୁ ଗୋଟିଏ ଜିନିଷ। ଭିନ୍ନ ଭିନ୍ନ ମନ୍ତ୍ର କୁହାନି ମହାମନ୍ତ୍ର। এই ଅନ୍ୟ କାହାକୁ ମହାମନ୍ତ୍ର କୁହାଯାଏ ନା। 16 ନାମ 32 ଅକ୍ଷର ଅଛି। ସ୍ୱୟଂ ମହାପ୍ରଭୁ ଯିଏକି ଅଭିନ୍ନ କୃଷ୍ଣ, ସେ ସ୍ୱୟଂ କହିଲେ, ଆଚାର୍ଯ୍ୟ ଲୀଳାକୁ ସେ କହିଲେ। ଆଉ ସମସ୍ତ ମହାଜନ ସାଧୁ ଶାସ୍ତ୍ର এই କଥା କୁହାଯାଇଛନ୍ତି। ଯଦିଓ ଭଗବାନଙ୍କର ଅନନ୍ତ ନାମ ଅଛି, ତଥାପି ଏ ନିମ୍ନ ଦିଆଯାଉଛି। ଆମେ ବି ଦେଖୁ ଭଗବାନ କୃଷ୍ଣଙ୍କର 2 ପ୍ରକାର ନାମ ଅଛି। ଗୋଟେ ହେଉଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଗତ ନାମ, ଆଉ ଗୋଟେ ହେଉଛି ସାଧାରଣ ନାମ।
এই প্রকার ଅଛି ଇଂରେଜୀରେ କହନ୍ତି ଜେନେରିକ ସ୍ପେସିଫିକ। ବ୍ୟକ୍ତିଗତ ନାମ ଯେ ତାହା ସମସ୍ତଙ୍କୁ ସ୍ୱତଃ ଆକର୍ଷଣ କରେ। ତାଙ୍କର ସେ ନାମ, ସେ ରୂପ, ସେ ଗୁଣ, ସେ ଲୀଳା ଅଭିନ୍ନ ବସ୍ତୁ ସବୁ। ସେ ନାମ ହେଉଛି କୃଷ୍ଣ, ହରି, ଗୋବିନ୍ଦ, ଗୋପାଳ, ନନ୍ଦ ନନ୍ଦନ, ଯଶୋଦା ନନ୍ଦନ, ଦେବକୀ ନନ୍ଦନ ଯାହା କୁହାଗଲା, ନନ୍ଦ କିଶୋର, ରାଧା ରମଣ, ମୁରାରୀ, ମୁକୁନ୍ଦ, ଏସବୁ ବ୍ୟକ୍ତିଗତ ନାମ। ମହାଜନ ମାନେ, ସାଧୁ ମାନେ ଏସବୁ ନାମ କୀର୍ତ୍ତନ କରୁଛନ୍ତି। ବୃହତ ଭାଗବତାମୃତରେ ଶ୍ରୀମଦ୍ ସନାତନ ଗୋସ୍ୱାମୀ କହିଛନ୍ତି ଶ୍ରୀକୃଷ୍ଣ ଗୋପାଳ ହରେ ମୁରାରେ ମୁକୁନ୍ଦ ଗୋବିନ୍ଦ ହେ ନନ୍ଦ କିଶୋର କୃଷ୍ଣ ଶ୍ରୀ ଯଶୋଦା ତନୟ ପ୍ରସିଦ୍ଧ ଶ୍ରୀ ବଲ୍ଲଭୀ ଜୀବନ ରାଧିକେଶ। ଶ୍ରୀ ସନାତନ ଗୋସ୍ୱାମୀ ବୃହତ ଭାଗବତ କହିଛନ୍ତି। କୃଷ୍ଣ ପ୍ରେମ ତରଙ୍ଗିଣୀରେ ମଧ୍ୟ କୁହାଯାଇଛି। ବହୁ ଶାସ୍ତ୍ର ମହାଜନ ମାନଙ୍କର ଏଇ କଥା। କୃଷ୍ଣ କୃଷ୍ଣ ଗୋପୀନାଥ ଗୋକୁଳ